ସମସ୍ତ को ଖ୍ରୀଷ୍ଟୀୟ ପ୍ରେମର ନମସ୍କାର। ମୋର ଆଶା ବିଶ୍ୱାସ ଅଛି ପ୍ରଭୁ ଆପଣ ସମସ୍ତଙ୍କୁ ସର୍ବକୁଶଳ ରଖିଛନ୍ତି। ମୋର ପ୍ରିୟ ଲୋକମାନେ, ଆଜି ଆଉ ଥରେ ଆଉ ଏକ ନୂଆ ଭିଡିଓ ସହିତ ମୁଁ ଆପଣଙ୍କ ସହିତ ଦେଖା ସାକ୍ଷାତ କରୁଛି। ଆଜିର ଶୀର୍ଷକ ହେଲା ଆମ ସନ୍ତାନ ଗଣ, କି ଖ୍ରୀଷ୍ଟୀୟ ସନ୍ତାନ ଗଣ, କି ଆମ ସନ୍ତାନ ସନ୍ତତି ମାନେ, କି ଆମ ପିଲାମାନେ। ଏହି ଶୀର୍ଷକ ଆରମ୍ଭ କରିବା ପୂର୍ବରୁ ମୁଁ ବାଇବଲରୁ କିଛି ଅଂଶ ପଢିବି, ଗୋଟିଏ ପଦ ପଢିବି, ତାପରେ ଆମେ ବହୁତ କିଛି ଚର୍ଚ୍ଚା କରିବା। ଗୀତ ସଂହିତା 127 ତାର 3 ପଦ। ଦେଖ, ସନ୍ତାନ ଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର। ମୋର ପ୍ରିୟ ଲୋକମାନେ, ଆଜି ଲକ୍ଷ ଲକ୍ଷ ଯୁବା ଅଛନ୍ତି ଯେଉଁମାନେ ବିବାହ କରିବା ପାଇଁ ଏକ ଆରେକକୁ ପ୍ରେମ କରନ୍ତି। ଲକ୍ଷ ଲକ୍ଷ ଯୁବା ଯେତେ ଜଣ ପ୍ରେମ କରନ୍ତି, ସେ ସମସ୍ତଙ୍କୁ ପ୍ରଭୁଙ୍କର ଏହି ଅନୁଗ୍ରହ ପ୍ରାପ୍ତ ହୁଏ ନାହିଁ କି ସେମାନେ ବିବାହ ବନ୍ଧନରେ ବନ୍ଧା ହୁଅନ୍ତୁ। ଯେତେ ଜଣ ବିବାହ ବନ୍ଧନରେ ବନ୍ଧନ ହୁଅନ୍ତି, ତାର ଅଳ୍ପ ଟିକିଏ ତାଙ୍କ ସ୍ତ୍ରୀ ମାନେ ଗର୍ଭବତୀ ହୁଅନ୍ତି। ଆଉ ଯେତେ ଜଣଙ୍କର ସ୍ତ୍ରୀ ଗର୍ଭବତୀ ହୁଅନ୍ତି, ତାଠୁ ଟିକିଏ କମ୍ ସମସ୍ତଙ୍କ ସ୍ତ୍ରୀ 9 ମାସ ଯାଇ ଗର୍ଭ ଧାରଣ କରିପାରନ୍ତି ନାହିଁ। କିନ୍ତୁ କେତେକଙ୍କ ସ୍ତ୍ରୀ 9 ମାସ ଯାଇ ଗର୍ଭରେ ଧାରଣ କରନ୍ତି। ଆଉ ଯେତେ ଜଣଙ୍କର ଗର୍ଭରେ ଧାରଣ କରିଛନ୍ତି, ସେମାନଙ୍କଠୁ ଆହୁରି କମ୍ ପୁତ୍ର କି କନ୍ୟାକୁ ଜାତ କରନ୍ତି। ଆଉ ଯେତେ ଜଣ ପୁତ୍ର କନ୍ୟାକୁ ଜାତ କରନ୍ତି, ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟ ପୁତ୍ର କନ୍ୟା ଜାତ କରନ୍ତି ନାହିଁ, କିନ୍ତୁ ତାଠୁ କମ୍ ଜାତ କରନ୍ତି। ଆଉ ଯେତେ ଜଣ ଜାତ ହେଇଛନ୍ତି, ସମସ୍ତଙ୍କର ପୁତ୍ର କନ୍ୟା ବହୁତ ବର୍ଷ ଯାଏ ବଞ୍ଚି ପାରନ୍ତି ନାହିଁ, କି ଯୁବା ହେବା ଯାଏ ଛୋଟ ବୟସରେ ମରିଯାଆନ୍ତି। ମୁଁ କହିବା ପାଇଁ ଚାହୁଁଛି, ଯଦି ପରମେଶ୍ୱରଙ୍କର ହାତ ହୋଇନଥାନ୍ତା, ଯଦି ପ୍ରଭୁଙ୍କର ଅନୁଗ୍ରହ ନ ହେଇଥାନ୍ତା, ଯଦି ପରମେଶ୍ୱର ହାତ ଲଗାଇ ନଥାନ୍ତେ, ତେବେ ମୋର ପ୍ରିୟ ଲୋକମାନେ, କୌଣସି ଜୀବନ ମା ଗର୍ଭରେ ଆକାର ନେବା, କି କୌଣସି ଜୀବନ ଶରୀର ରୂପରେ ହେଇ ଏ ଧରାପୃଷ୍ଠକୁ ଆସିବା ସମ୍ଭବ ନାହିଁ। ଆଜି ଆପଣ ମାନେ ମୁଁ ଦୁର୍ଘଟଣା, ବଡ ବଡ ଦୁର୍ଘଟଣା କଥା ଶୁଣୁଛୁ। ଆଜି ଆପଣ ମାନେ ମୁଁ ବଡ ବଡ ଆତଙ୍କବାଦୀ, ଉଗ୍ରବାଦୀଙ୍କର କଥା ଶୁଣୁଛୁ। କିନ୍ତୁ ଆଉ ଗୋଟିଏ ସତ୍ୟତା ହଉଛି, ଆଜି ମାର ଗର୍ଭରେ ପିଲା ସୁରକ୍ଷିତ ନୁହଁ। ମାର ଗର୍ଭରେ ସୁରକ୍ଷିତ ନୁହଁ। ମୋର ପ୍ରିୟ ଲୋକମାନେ, ଯେ ପର୍ଯ୍ୟନ୍ତ ପରମେଶ୍ୱର ହାତ ନ ରଖନ୍ତି, ସେ ପର୍ଯ୍ୟନ୍ତ ନା କେହି ଜନ୍ମ ଲାଭ କରିପାରିବ, ନା ବୃଦ୍ଧି ପାଇପାରିବ। କଣ ପଢିଲି ମୁଁ? ଦେଖ, ସନ୍ତାନ ଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର ଓ ଗର୍ଭଜାତ ଫଳ ତାହାଙ୍କ ଦତ୍ତ ପୁରସ୍କାର। ସନ୍ତାନ ଗଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର, ହେରିଟେଜ ଅଫ ଦ ଲୋର୍ଡ, ଜିହୋବା ପ୍ରଭୁଙ୍କର ଦତ୍ତ ଅଧିକାର।
ପୋର୍ସନ ଅଫ ଦ ଲର୍ଡ, ପରମେଶ୍ୱରଙ୍କୁ ଆଡୁ ଆଗତ, ପ୍ରଭୁଙ୍କ ଭାଗରୁ ଆଗତ ସନ୍ତାନଗଣ ଏବଂ ଗର୍ଭର ଫଳ ତାହାଙ୍କ ଦତ୍ତ ପୁରସ୍କାର। ସାଇନ୍ସ, ଆୟୁର୍ବିଜ୍ଞାନ ଆଜି ସବୁଠୁ ଉଚ୍ଚ ସ୍ତରରେ, ତଥାପି ଜୀବନ ପ୍ରଦାନ କରିବା କାହାର ଅଧୀନସ୍ଥ ନୁହଁ। କାହାର ବିଜ୍ଞାନରେ ଆସିନାହିଁ। ନା ଜୀବନ ପ୍ରଦାନ କରିବା, ନା ଜୀବନ ନେବା, ନା କୌଣସି ବସ୍ତୁକୁ ସୃଷ୍ଟି କରିବା। କେବଳ କେବଳ ପରମେଶ୍ୱର ହିଁ କରନ୍ତି। ମୋର ପ୍ରିୟ ଲୋକମାନେ, ସେଥିପାଇଁ ଗୀତ ସଂହିତାର ଲେଖକ 139 ଗୀତରେ ବଡ ଅଦ୍ଭୁତ କଥା ଉଲ୍ଲେଖ କରୁଛନ୍ତି। 139 ଗୀତ ଯେତେବେଳେ ଆପଣ ପଢିବେ, ବଡ ଅଦ୍ଭୁତ କଥା ମୁଁ ଆପଣ ମାନଙ୍କ ପାଇଁ ପଢିଦେବି, ଆପଣ ମାନଙ୍କୁ ବହୁତ ଭଲ ଲାଗିବ। ମୁଁ ପଢିବି ଆପଣ ପାଇଁ, 14ରୁ ପଢିବି। ଗୀତ ସଂହିତା 139:14। ମୁଁ ତୁମ୍ଭକୁ ଧନ୍ୟବାଦ ଦେବି, କାରଣ ମୁଁ ଭୟଙ୍କର ଆଶ୍ଚର୍ଯ୍ୟ ରୂପେ ନିର୍ମିତ। ତୁମ୍ଭର କର୍ମ ସକଳ ଆଶ୍ଚର୍ଯ୍ୟ, ଏହା ମୋ ପ୍ରାଣ ଭଲ ରୂପେ ଜାଣେ। ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧସ୍ଥାନରେ ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନଥିଲା। ତୁମ୍ଭ ଚକ୍ଷୁ ମୋର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା, ଓ ମୋର ଯେଉଁ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା, ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହା ସବୁ ତୁମ ପୁସ୍ତକରେ ଲିଖିତ ଥିଲା। ହେ ପରମେଶ୍ୱର, ଆହୁରି ତୁମର ସଂକଳ୍ପ ସକଳ ମୋ ପ୍ରତି କିପରି ବହୁମୂଲ୍ୟ, ତହିଁର ସଂଖ୍ୟା କିପରି ଅଧିକ। ମୁଁ ସେ ସବୁ ଗଣନା କରିବାକୁ ଗଲେ ତାହା ସଂଖ୍ୟାରେ ବାଲୁକା ଅପେକ୍ଷା ଅଧିକ। ଯେତେବେଳେ ମୁଁ ଜାଗ୍ରତ ହୁଏ, ସେତେବେଳେ ହେଁ ମୁଁ ତୁମ୍ଭ ନିକଟରେ ଆଏ। ବଡ 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 ବିଷୟ, ବଡ ବଡ ବିଷୟ। କଣ କହୁଛନ୍ତି ଲେଖକ? କବି କଣ କହୁଛନ୍ତି? ଭୟାନକ ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ, ଭୟାନକ ଆଶ୍ଚର୍ଯ୍ୟ ରୂପରେ ଏଭଳି ଯୋଉ ନିର୍ମାଣ ଗର୍ଭରେ କେହି କେବେ କଳ୍ପନା କରିପାରିବେନି। କେହି କେବେ ତାଙ୍କର ମସ୍ତିଷ୍କ ବ୍ୟବହାର କରିପାରିବେ ନାହିଁ, ଜ୍ଞାନ ବ୍ୟବହାର କରିପାରିବେ ନାହିଁ। ମୁଁ ଗୋପନରେ ନିର୍ମିତ ପୃଥିବୀର ଅଧସ୍ଥାନରେ ଶିଳ୍ପିତ ହେବା ସମୟରେ ମୋର ଅସ୍ଥିପଞ୍ଜର ତୁମଠାରୁ ଗୁପ୍ତ ନଥିଲା। ଗୋପନରେ କେହି ଦେଖି ନାହାନ୍ତି ତାକୁ। ମୋର ଗୋଟିଏ ଗୋଟିଏ ଅସ୍ଥି ପଞ୍ଜର ଯୋଉ ଶିଳ୍ପିତ ହଉଥିଲା, ନିର୍ମିତ ହଉଥିଲା ଗୋପନରେ, ତାହା ତାଙ୍କ ପୁସ୍ତକରେ ଲିଖିତ ଥିଲା। ତୁମ୍ଭ ଚକ୍ଷୁ ମୋର ସେ ସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା, ମୋର ଯୋଉ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଦିନ ଦିନ ଗଠିତ ହେଲା, ତନ୍ମଧ୍ୟ ଗୋଟିଏ ହେଲେ ନ ହେଉଣୁ ତାହା ସବୁ ତୁମ ପୁସ୍ତକରେ ଲିଖିତ ଥିଲା। ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଯାହା ବି ନିର୍ମିତ ହଉଥିଲା, ନିର୍ମିତ ହେଲା, ତାହା ତାଙ୍କର ଚକ୍ଷୁ ଦେଖିଛି, ତାଙ୍କ ପୁସ୍ତକରେ ଉଲ୍ଲେଖ ଅଛି। ଅଞ୍ଜନ ଜେନା କେମିତି ହେବ? ତାର ଗୋଟିଏ ଗୋଟିଏ ହାଡ କୋଉଠି ରହିବ? ତାର ବାଳ କେମିତି ହେବ? କଥା କେମିତି କହିବ? ଆକ୍ସନ କେମିତି କରିବ? କେମିତି ଚାଲିବ, ଉଠିବ? ପ୍ରତିଟି ଅସ୍ଥି ପଞ୍ଜର ତାହାଙ୍କ ପୁସ୍ତକରେ ଉଲ୍ଲେଖ ଥିଲା। ସେ ଭୟାନକ ଏବଂ ଆଶ୍ଚର୍ଯ୍ୟ ରୂପରେ ଆପଣଙ୍କୁ ଆଉ ମତେ ନିର୍ମାଣ କରିଛନ୍ତି, ଏବଂ ସମସ୍ତ ସନ୍ତାନଗଣ ପୁତ୍ର କନ୍ୟାକୁ ସେ ନିର୍ମାଣ କରିଛନ୍ତି। ଯେ ପର୍ଯ୍ୟନ୍ତ ପରମେଶ୍ୱରଙ୍କର ହାତ, ଯେ ପର୍ଯ୍ୟନ୍ତ ପରମେଶ୍ୱରଙ୍କର ହାତ ସେହି ଅସ୍ଥି ପଞ୍ଜର ଯାହା ଆରମ୍ଭ ହଉଛି, ସେ ଅସମ୍ପୂର୍ଣ୍ଣ ପିଣ୍ଡ
ରେ ନ ଲାଗେ ତାହା ଆକାର ଧାରଣ କରିପାରିବ ନାହିଁ, କି ତା ଶରୀର ମଧ୍ୟ ନିର୍ମିତ ହେଇପାରିବ ନାହିଁ। କେବଳ ପରମେଶ୍ୱରଙ୍କର ଅନୁଗ୍ରହ, ପରମେଶ୍ୱରଙ୍କର ଦୟା, ପରମେଶ୍ୱରଙ୍କର ଉପସ୍ଥିତ ହେତୁ ତାହା ସମ୍ଭବ। ବିଜ୍ଞାନ ତାହାକୁ ସମ୍ଭବ କରିପାରିବ ନାହିଁ। ଆମ ନିର୍ମାଣରେ, ଶିଶୁମାନଙ୍କ ନିର୍ମାଣରେ ପରମେଶ୍ୱରଙ୍କର ହସ୍ତ, ପରମେଶ୍ୱରଙ୍କର ଅନୁଗ୍ରହ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟରତ ହୋଇଥାଏ। ଦ୍ୱିତୀୟ ଭାଗକୁ ଚାଲିବା। ଯଦି ପ୍ରଭୁ ଆପଣ ମାନଙ୍କୁ ମତେ ପୁତ୍ର କନ୍ୟା ଦେଇଅଛନ୍ତି, ମୋର ପ୍ରିୟ ଲୋକମାନେ, ତେବେ ତାହାକୁ ନିର୍ମାଣ କରିବା, ତାହାଙ୍କୁ ଭଲ କରି ଗଠନ କରିବା ଆପଣ ମାନଙ୍କର ମୋର ଉତ୍ତର ଦାୟିତ୍ୱ। ଆପଣ ମାନଙ୍କର ମୋର ଉତ୍ତର ଦାୟିତ୍ୱ। ଦ୍ୱିତୀୟ ବିଷୟ ହଉଛି ତାଙ୍କୁ ନିର୍ମାଣ କରିବା। କଣ ଲେଖା ହେଇଛି 127 ଗୀତରେ? ଟିକେ ପଢିବି ମୁଁ ଆପଣ ମାନଙ୍କ ପାଇଁ। ଯୌବନର ସନ୍ତାନ ଗଣ ବୀର ପୁରୁଷର ହସ୍ତସ୍ଥିତ, ହସ୍ତସ୍ଥିତ ତୀର ସଦୃଶ୍ୟ, ଯାହାର ତୃଣ ତା ସଦୃଶ୍ୟ ତୀରରେ ପୂର୍ଣ୍ଣ, ସେ ଜନ ସୁଖୀ। ସେମାନେ ନଗର ଦ୍ୱାରେ ଶତ୍ରୁଗଣ ସଙ୍ଗେ କଥା କହିବା ସମୟରେ ଲଜ୍ଜିତ ହେବେ ନାହିଁ। ତେଣୁ ମୁଁ କହୁଛି ସମସ୍ତ ଯୁବା ପିଲାମାନଙ୍କୁ, ଯେତେବେଳେ ବାହା ହେଇ ଯାଉଛନ୍ତି, ପ୍ରଥମ ବର୍ଷ ନିଜର ସନ୍ତାନ ସନ୍ତତି ପାଇଁ ଉଦ୍ୟମ କରନ୍ତୁ, ଚେଷ୍ଟା କରନ୍ତୁ। କାରଣ ପ୍ରଥମ ବର୍ଷ ପ୍ରେମରେ ପୂର୍ଣ୍ଣ ଥାଏ। ଆଉ ବୀର ପୁରୁଷ ର ସନ୍ତାନ ଗଣ ହେବା, ପୁତ୍ର କନ୍ୟା ହେବା ସବୁଠୁ ବଡ, ଯୌବନରେ ପୁତ୍ର କନ୍ୟା ହେବା ବଡ ବିଷୟ। ଏବେ ଯାହା କୁହାହଉଛି, ତୃଣରେ ଯୋଉଠି ତୀର ରଖାଯାଏ, ସେ ବୀର ପୁରୁଷର ତୃଣରେ ଯୋଉ ତୀର ରଖାଯାଏ, ଯୌବନ କାଳର ପିଲାମାନେ ସେମିତି ରଖିବା ପୂର୍ବରୁ ଆପଣ ନିର୍ମାଣ କରିବେ। ଆପଣ ନିର୍ମାଣ କରିବେ ସେ ତୀରକୁ। ସେ ତୀରକୁ ଯୋଉ ଛାଡିବେ, ପୂର୍ବରୁ ନିର୍ମାଣ କରିବେ। ନିର୍ମାଣ କଲା ପରେ ହିଁ ଛାଡିବେ। ପ୍ରଥମେ ଦେଖିବାର ଅଛି କି ଆପଣ କେତେ ଉତ୍ତମ ଭାବେ ତାହାକୁ ନିର୍ମାଣ କରିଅଛନ୍ତି। ଯେତେବେଳେ ଆପଣ ମାନେ ଗୋଟିଏ ପିଲା ବିଷୟରେ ଚିନ୍ତା କରନ୍ତି, ସେ ପିଲା ସବୁବେଳେ ଚାରିଟା ଦିଗରେ ବୃଦ୍ଧି ପାଏ। ମୁଁ ଆପଣ ମାନଙ୍କ ପାଇଁ ପଢି ଦଉଛି, ଲୁକ ତାର 1:80। ପୁଣି ଶିଶୁ ବୃଦ୍ଧି ପାଇ ଆତ୍ମାରେ ଶକ୍ତିମାନ ହେବାକୁ ଲାଗିଲା ଓ ଇସ୍ରାଏଲର ନିକଟରେ ପ୍ରକାଶିତ ନେହେବା ପର୍ଯ୍ୟନ୍ତ ପ୍ରାନ୍ତରରେ ରହିଲେ। ଶିଶୁ ବୁଦ୍ଧି ପାଇ ଆତ୍ମାରେ ଶକ୍ତିମାନ, ଶରୀରର ବୁଦ୍ଧି ପାଇଲା, ଆତ୍ମାରେ ଶକ୍ତିମାନ ହେଲା, ଯେ ପର୍ଯ୍ୟନ୍ତ ଇସ୍ରାଏଲ ସମ୍ମୁଖରେ ପ୍ରକାଶିତ ନହେଲା। ଜହନଙ୍କ ବିଷୟରେ। ଏବେ ଆସନ୍ତୁ ଯୀଶୁଙ୍କ ବିଷୟରେ। 2:52 ଲୁକ। ଆଉ ଯୀଶୁ ଜ୍ଞାନରେ ଓ ଶରୀରରେ, ପୁଣି ଈଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। ଯୀଶୁ ଜ୍ଞାନରେ ମାନେ ମାନସିକତାରେ, ଶରୀରରେ ମତଲବ ଶାରୀରିକ ରୂପରେ, ପୁଣି ଈଶ୍ୱରଙ୍କ ମତଲବ ଆତ୍ମାରେ ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବୃଦ୍ଧି ପାଇଲେ। ମାନେ ତାର ଅର୍ଥ ହଉଛି ସାମାଜିକ ରୀତିରେ। ଗୋଟିଏ ପିଲାକୁ ବୃଦ୍ଧି ପାଇବା ପାଇଁ ଆତ୍ମିକ, ଶାରୀରିକ, ମାନସିକ ଓ ସାମାଜିକ ଏରିଆରେ ତାହାକୁ ବୃଦ୍ଧି ପାଇବା ଦରକାର। ନହେଲେ ଗୋଟେ ପିଲା ବୃଦ୍ଧି ପାଇପାରିବ ନାହିଁ। ବହୁତ ଜଣ ବଡ ବଡ ହେଇଯାଇଛନ୍ତି ଶରୀରରେ, କିନ୍ତୁ ତାଙ୍କର ମନ ମସ୍ତିଷ୍କ ଏବେ ବି ବୃଦ୍ଧି ପାଇନାହିଁ। ବହୁତ ଜଣ ବଡ ବଡ ଜ୍ଞାନୀ, କିନ୍ତୁ ତାଙ୍କ ଶରୀର ବୃଦ୍ଧି ପାଇନାହିଁ। ମୋର ପ୍ରିୟ ଲୋକମାନେ, ତେଣୁ
ଏ ଚାରୋଟି ଦିଗରେ ଗୋଟେ ପିଲାକୁ ବୃଦ୍ଧି ପାଇବା ଆବଶ୍ୟକ, ଗୋଟେ ପୁତ୍ରକୁ ଗୋଟେ କନ୍ୟାକୁ ବୃଦ୍ଧି ପାଇବା ଆବଶ୍ୟକ। ସମସ୍ତ ଖ୍ରୀଷ୍ଟୀୟ ମାତା ପିତା ଏହା ଦେଖିବା ଆବଶ୍ୟକ ଯେ କଣ ମୋର ପୁତ୍ର କି କନ୍ୟା ଆତ୍ମିକ ରୀତିରେ ବୃଦ୍ଧି ପାଉଛି କି ନାହିଁ, ଆତ୍ମିକ ଏରିଆରେ କଣ ସେ ବାଇବଲ ପଢୁଛି କି ନାହିଁ, ପ୍ରାର୍ଥନା କରୁଛି କି ନାହିଁ, ଚର୍ଚ୍ଚ ଯାଉଛି କି ନାହିଁ, ସଣ୍ଡେ ସ୍କୁଲରେ ଉପସ୍ଥିତ ହଉଛି କି ନାହିଁ, ଆତ୍ମିକ ସଭାରେ ଉପସ୍ଥିତ ହଉଛି କି ନାହିଁ। ଏ ଆତ୍ମିକ ଏରିଆରେ ବୃଦ୍ଧି ପାଇବା ନିତାନ୍ତ ଆବଶ୍ୟକ। ଏଇଟା ହଉଛି ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ ହଉଛି କଣ ସେ ମାନସିକ ଦିଗରେ ବୃଦ୍ଧି ପାଉଛି କି ନାହିଁ, ମାନେ ସେ ପଢୁଛି କି ନାହିଁ ଭଲରେ, ସ୍କୁଲରେ ଉପସ୍ଥିତ ରହୁଛି କି ନାହିଁ, ସ୍କୁଲରୁ ଆସିଲା ପରେ ପଢିଲା କି ନାହିଁ ପଚରା ଯିବା ଦରକାର, ଘରର ଆସାଇନମେଣ୍ଟ କରୁଛି କି ନାହିଁ, ନ୍ୟୁଜ ଦେଖୁଛି କି ନାହିଁ, ଏସବୁ ଆପଣ ମାନଙ୍କୁ ମତେ ଚିନ୍ତା କରିବା ଦରକାର। ତୃତୀୟ, ସେ ଶାରୀରିକ ରୂପରେ ବୃଦ୍ଧି ପାଉଛି କି ନାହିଁ। ଏମିତି ତ ନାହିଁ ସବୁବେଳେ କେବଳ ମାଂସ ସେବନ କରୁଛି, ସବୁବେଳେ କେବେ ମୋମୋସ୍ ଆଉ ଚାଉମିନ ଖାଉଛି, ଫାଷ୍ଟ ଫୁଡ ରେ ତା ସମୟ ବିତୁଛି। ନାଇଁ ମୋର ପ୍ରିୟ ଲୋକମାନେ, ସବୁଜ ଶାକ ମଧ୍ୟ ଖାଇବା ଆବଶ୍ୟକ, ପନିପରିବା ମଧ୍ୟ ଖାଇବା ଆବଶ୍ୟକ। ଇଏ ଯେତେବେଳେ ଖାଇବେ ତାର ଶରୀର ସୁନ୍ଦର ହବ, ଉତ୍ତମ ରୂପେ ବୃଦ୍ଧି ପାଇବ। କେବଳ ମାଂସ ଫାଷ୍ଟ ଫୁଡରେ ଜଣେ ପିଲା ଉତ୍ତମ ରୂପେ ସବୁ ଏରିଆରେ ବୃଦ୍ଧି ପାଏ ନାହିଁ। ତେଣୁ ତାର ଶାରୀରିକ ରୂପ, ସେ ଖେଳୁଛି କି ନାହିଁ, ବ୍ୟାୟାମ କରୁଛି କି ନାହିଁ, ଏସବୁ ଦେଖିବା ସବୁ ଖ୍ରୀଷ୍ଟିଆନ ମା ବାପାଙ୍କର ଉତ୍ତରଦାୟିତ୍ୱ। ଚତୁର୍ଥ ବିଷୟ ହଉଛି ମୋର ପ୍ରିୟ ଲୋକମାନେ, କଣ ସେ ସାମାଜିକ ରୂପରେ ଠିକରେ ବଢୁଛି କି ନାହିଁ, ତାର ସାଙ୍ଗସାଥି ମାନଙ୍କ ସହିତ କେମିତି କଥାବାର୍ତ୍ତା କରୁଛି, ଆସ ପଡୋଶୀ ଲୋକଙ୍କ ସହିତ କେମିତି କଥାବାର୍ତ୍ତା କରୁଛି, ଖେଳିବା ପାଇଁ ଗଲେ ଖେଳ ସ୍ଥାନରେ ତାର କଥାବାର୍ତ୍ତା କେମିତି, ଅନ୍ୟମାନଙ୍କୁ ମାନ ସମ୍ମାନ ଦଉଛି କି ନାହିଁ। ଏଇ ଚାରିଟା ଦିଗରେ ଗୋଟିଏ ପିଲାକୁ ବୃଦ୍ଧି ପାଇବା ଦରକାର। ଆତ୍ମିକ, ଶାରୀରିକ, ମାନସିକ, ସାମାଜିକ। ଯଦି ଏ ଚାରିଟା ଦିଗରେ ପିଲା ବୃଦ୍ଧି ପାଉଛି, ତେବେ ପରମେଶ୍ୱରଙ୍କ ରାଜ୍ୟର ଏକ ଉତ୍ତମ ନାଗରିକ ହେବା ସହିତ ଆମ ଦେଶର ଏକ ଉତ୍ତମ ନାଗରିକ ହବ। ତା ସହିତ ଦୁଇଟା ବିଷୟ ମୁଁ ସଂଯୁକ୍ତ କରିବା ପାଇଁ ଚାହୁଁଛି। ଗୋଟିଏ ହଉଛି ଅନୁଶାସନ। ମୋର ପ୍ରିୟ ଲୋକମାନେ, ସମସ୍ତ ମାତା ପିତା ନିଜର ସନ୍ତାନ ସନ୍ତତି ମାନଙ୍କୁ ଅନୁଶାସନରେ ରଖନ୍ତୁ। ପାଳକ ହେବାରେ ଏତେ ବଡ ମୋର ଅନୁଭବ ହେଲା ଯେ ଯୋଉ ମାତା ପିତା ଅନୁଶାସନ ରଖୁନାହାନ୍ତି, ସେଇ ପିଲାମାନେ ବଡ ହେଲେ ତାଙ୍କୁ ପଚାରନ୍ତି ନାହିଁ। ଆପଣ ଭାବୁଥିବେ ମୁଁ ଭଲ ପାଇବି, ବେଶୀ ଅନୁଶାସନ ନାହିଁ ଏତେ ନାହିଁ, କାରଣ ତାକୁ ନିର୍ମାଣ କରିବା ପାଇଁ ପ୍ରଭୁ ଆପଣଙ୍କୁ ଦେଇଛନ୍ତି। ପାଉଲ ତ ଏପରି କହନ୍ତି, ଯଦି ଆମେ ଅନୁଶାସନ କରୁନୁ ତାହେଲେ ସେମାନେ ଆମର ଜାରଜ ସନ୍ତାନ। ସେ ଅଲଗା ପ୍ରକାର ରଖୁଛନ୍ତି କଥାକୁ, ସେମାନେ ଆମର ଜାରଜ ସନ୍ତାନ ନୁହଁ ଯେ ଆମେ ତାଙ୍କୁ ଅନୁଶାସନ କରିବା ନାହିଁ। ଅନୁଶାସନ ନିତାନ୍ତ ଆବଶ୍ୟକ। ଏବଂ ଷଷ୍ଠ ବିଷୟ, ବ୍ୟକ୍ତିଗତ ସ୍ପର୍ଶତା ସମସ୍ତ ମାତା ପିତାଙ୍କର ନିଜ ସନ୍ତାନ ସନ୍ତତି ମାନଙ୍କ ସହିତ ରହିବା ଦରକାର। ବ୍ୟକ୍ତିଗତ ସ୍ପର୍ଶତା, ତାଙ୍କୁ ପଚାରିବା ହାତ ରଖି, ପୁଅ କେମିତି ଅଛୁ, ଝିଅ କେମିତି ଅଛୁ, ମୁଁ ତତେ ବହୁତ ଭଲ ପାଏ। ଏତିକି ବହୁତ ବଡ କାମ କରିବ ମୋ ପ୍ରିୟ ଲୋକମାନେ। ଯଦି ଆପଣ ମାନେ ମୁଁ ଯୀଶୁଙ୍କୁ ଜାଣିଛୁ, ତାଙ୍କ ପଛରେ ଚାଲିଛୁ, ଉତ୍ତମ ମା ବାପା, ଆମର ପୁତ୍ର କନ୍ୟା ମାନେ, ସନ୍ତାନ ସନ୍ତତି ଗଣ ମଧ୍ୟ ଏକ ଉତ୍ତମ ଖ୍ରୀଷ୍ଟିଆନ ଭାବରେ ବୃଦ୍ଧି ପାଇବା ନିତାନ୍ତ ଆବଶ୍ୟକ। ନିତାନ୍ତ ଆବଶ୍ୟକ। ତୃତୀୟ ବିଷୟ ଲେଖା ହେଇଛି, ତୃତୀୟ ବିଷୟରେ ବଡ
ବହୁତ ବଢିଆ କଥା ଯେଟା ଆପଣ ମାନେ ମୁଁ ଜାଣିବା ଦରକାର। ତୃତୀୟ ବିଷୟ 127 ପାଞ୍ଚର ଶେଷ ଭାଗ, ପାଞ୍ଚଟା ପଢି ଦଉଛି ମୁଁ। ଯାହାର ତୁଣ ତା ସଦୃଶ୍ୟ ତୀରରେ ପୂର୍ଣ୍ଣ ସେ ଜନ ସୁଖୀ। ସେମାନେ ନଗର ଦ୍ୱାରେ ଶତ୍ରୁଗଣ ସଙ୍ଗେ କଥା କହିବା ବେଳେ ଲଜ୍ଜିତ ହେବେ ନାହିଁ। ଶତ୍ରୁଗଣ ସହିତ କଥା କହିଲା ବେଳେ ଲଜ୍ଜିତ ହେବେ ନାହିଁ। ନଗର ଦ୍ୱାରରେ କଣ ପାଇଁ? ଏବେ ତାଙ୍କ ତୀର ସମ୍ପୂର୍ଣ୍ଣ ଭାବେ ନିର୍ମିତ। କୋଉ କୋଉ ଏରିଆରେ? ଆତ୍ମିକ ରୂପେ, ଶାରୀରିକ ରୂପେ, ମାନସିକ ରୂପେ, ବ୍ୟକ୍ତିଗତ ସ୍ପର୍ଶତା ତାଙ୍କୁ ଦିଆହେଇଛି ଏବଂ ଭଲ ଅନୁଶାସନ। ସେମାନେ ଗୋଟିଏ ଭଲ ନାଗରିକ କି ଭଲ ଜାଗାରେ କାମ କରୁଛନ୍ତି, କାରଣ ତୀର ପ୍ରସ୍ତୁତ ହେଇକି ତାଙ୍କୁ ସେ ସ୍ଥାନ ପାଇଁ ରେଡି ସେ ଜାଗା କରାହେଇଯାଇଛି। ମୋର ପ୍ରିୟ ଲୋକମାନେ, ବହୁତ ଲୋକଙ୍କର କଣ ସମସ୍ୟା? ପିଲା ଜନ୍ମ ହେଲା ବେଳେ ସେମାନେ ଚାହୁଁଛନ୍ତି ମୋ ପୁଅକୁ ମୁଁ ଡକ୍ଟର ବନେଇବି, ମୋ ପୁଅକୁ ମୁଁ କମ୍ପାଉଣ୍ଡର ବନେଇବି, ମୋ ପୁଅକୁ ମୁଁ ପ୍ରଭୁଙ୍କର ଗୋଟେ ବଡ ଦାସ ବନେଇବି, ପାଇଲଟ ବନେଇବି, ମୁଁ ଇଞ୍ଜିନିୟର ବନେଇବି। କିନ୍ତୁ ସେଥିପାଇଁ ସେମାନେ ପରିଶ୍ରମ କରନ୍ତି ନାହିଁ। ବଡ ଦୁଃଖର କଥା। ଆଉ ଯଦି ଆପଣ ପରିଶ୍ରମ କରିଛନ୍ତି ଏଇ 6ଟା ଦିଗରେ, ଆପଣଙ୍କର ତୀର ସମ୍ପୂର୍ଣ୍ଣ ପ୍ରସ୍ତୁତ, ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏବେ ସେ ତୀରକୁ ଆପଣ ଛାଡିବେ, ଛାଡିବେ ଲକ୍ଷ୍ୟ ସ୍ଥଳକୁ। କାରଣ ଆପଣ ଜାଣିଛନ୍ତି ମୋ ପୁଅ 10 ବର୍ଷ ପରେ ଡକ୍ଟର ହବ। ଆପଣ ପ୍ରସ୍ତୁତ କରିଦେଇଛନ୍ତି ସେ ତୀର ଯିବ କୋଉଠିକି? ଡାଇରେକ୍ଟ ସେ ଡକ୍ଟର ବନେଇବ, ପ୍ରଭୁଙ୍କର ଦାସ ହବ, ଆତ୍ମିକ ଯୋଦ୍ଧା ହବ। ଯଦି ପରିଶ୍ରମ କରୁନାହାନ୍ତି ତେବେ କିଛି ହେଇପାରିବ ନାହିଁ, କିଛି ହେଇପାରିବ ନାହିଁ। ମୋର ପ୍ରିୟ ଲୋକମାନେ, ତୀର ଯୋଉ ପିଲାକୁ ଆପଣ ଛାଡିବେ ଏ ଦୁନିଆରେ, ଏ ଦୁନିଆର ମାନେ 3ଟି ସଂସାର ଦେଇକି ସେ ଯିବ। ପ୍ରଥମ ହଉଛି ଶାରୀରିକ, ଯାହା ଆପଣ ମାନଙ୍କୁ ମତେ ଦେଖା ଯାଉଛି, ଭୌତିକ, ଭୌତିକ ଦେଖାଯାଉଛି, ତାହା ପାପରେ ପୂର୍ଣ୍ଣ। ଦ୍ଵିତୀୟ ହଉଛି ଆତ୍ମିକ, ତାହା ମଧ୍ୟ ଦୂତମାନେ ତ ରହୁଛନ୍ତି କିନ୍ତୁ ଶୈତାନର ଶିଷ୍ୟ ମାନେ ବି ଅଛନ୍ତି, ଦୁଷ୍ଟ ଆତ୍ମା ମଧ୍ୟ ଅଛନ୍ତି, ତାହା ମଧ୍ୟ ପାପରେ ପୂର୍ଣ୍ଣ। ଏବଂ ତୃତୀୟ, ଯାହାକୁ ଆମେ ଡିଜିଟାଲ ୱାର୍ଲଡ କହୁଛୁ, ଏଇଠି ବଡ ବଡ ହେଁ ହିରୋ ହିରୋଇନ ସବୁ ବୁଲୁଛନ୍ତି କିନ୍ତୁ ଆମକୁ ଦେଖା ଯାଉନା। ଟିଭି ଅନ୍ କଲେ ସେମାନେ ଦେଖାଯିବେ, ସେମାନେ ଅଦୃଶ୍ୟ ରୂପରେ ସବୁଆଡେ ବୁଲୁଛନ୍ତି। ଆମ ମାନଙ୍କର ପିଲା ଏ 3ଟି ସଂସାର ଦେଇକି ପାର ହେବ କି ଗତି କରିବ, ଆ ଭିତରେ ତାକୁ ପ୍ରସ୍ତୁତ କରନ୍ତୁ ସମ୍ପୂର୍ଣ୍ଣ ରୂପରେ। 6ଟା ଯୋଉ ଦିଗ ମୁଁ ଦେଖେଇଲି, 4ଟା ଦିଗ ଆଉ 2ଟା ଯୋଡିଲି, ପ୍ରସ୍ତୁତ କରିବେ, ଛାଡିବେ, ସେ ଭଲରେ ଦୁନିଆରେ ଗତି କରିବ। ତାପରେ ଶେଷ ଭାଗ ହଉଛି ମୋର ପ୍ରିୟ ଲୋକମାନେ, ଯାହା ମୁଁ କହିବା ପାଇଁ ଯାଉଛି, ଯେତେବେଳେ ସବୁ ପ୍ରସ୍ତୁତ ହେଇଯିବ, ନଗର ଦ୍ୱାରରେ ଶତ୍ରୁ ମାନଙ୍କ ସହିତ ସେ କଥା ପାଇଁ ସଂକୋଚ କରିବ ନାହିଁ। ଶତ୍ରୁଙ୍କ ସଙ୍ଗେ କଥା କହିବା ବେଳେ ଲଜ୍ଜିତ ହେବ ନାହିଁ। କଣ ପାଇଁ? ଯାହାର ପୁଅ ଭିକ ମାଗୁଛି ସେ କଣ ସାହସ ସହିତ କଥା ହବ? ଯାହାର ପୁଅ ଛୋଟ କାମ କରୁଛି କଣ ସାହସ ସହିତ ସେ କଥା ହବ? ତାର ପୁଅ ଯଦି ଗୋଟେ ବଡ କାମ କରୁଛି, ବଡ ଅଫିସର ହେଇଛି, ତା ପାଇଁ ସେ ରାତି ଦିନ ପରିଶ୍ରମ କରିଛି, ଶତ୍ରୁଗଣ ସହିତ ସେ ନଗର ଦ୍ୱାରରେ କଥା ହେଲା ବେଳେ ଲଜ୍ଜିତ ହେବ ନାହିଁ। କାରଣ ପୁରୁଣା ସମୟରେ ଆପଣ ଋତଙ୍କ ପୁସ୍ତକରେ ଦେଖିବେ, ନଗର ଦ୍ୱାରରେ ଡିସ୍କସନ ହଉଛି, ନିର୍ଣ୍ଣୟ ନିଆ ହଉଛି। ଆଉ ଏମିତି ବାର୍ତ୍ତାଳାପ ସମୟରେ ନଗର ଦ୍ୱାର ଯାହାବି ଡିସ୍କସନ କରାଯାଏ, ସେତେବେଳେ ଆପଣ ଡରିବେ ନାହିଁ। ଆରେ କଣ ଡରିବି ମୁଁ? ମୋ ପୁଅ ପୋଲିସରେ ଅଛି, ମୋ ପୁଅ ଓକିଲ, ମୋ ପୁଅ ଡାକ୍ତର, ମୋ ପୁଅ ପରମେଶ୍ୱରଙ୍କର ଦାସ। ଡରିବେ ନାହିଁ ଆଉ ବଡ ସାହସର ସହିତ କହିବେ, ଲଜ୍ଜିତ ଟିକେ ବି ହେବେ ନାହିଁ। ମୋର ପ୍ରିୟ ଲୋକମାନେ, ନିଜର ସନ୍ତାନ ସନ୍ତତି ମାନଙ୍କ ନିମନ୍ତେ ପରିଶ୍ରମ କରନ୍ତୁ, କାରଣ ସଦାପ୍ରଭୁଙ୍କର ଦତ୍ତ ଅଧିକାର, ଗର୍ବର ଫଳ
ତାହାଙ୍କ ଠାରୁ ପୁରସ୍କାର ଆପଣ ମାନଙ୍କୁ ମତେ ଦିଆହେଇଛି। ଯାହା ତାଙ୍କ ଠାରୁ ଆପଣ ମାନଙ୍କୁ ମତେ ଦିଆହେଇଛି, ଆପଣ ମାନଙ୍କୁ ମତେ ତାଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରିବା ଏମାନଙ୍କୁ ନିତାନ୍ତ ଆବଶ୍ୟକ। ତେବେ ଯାଇକି ପରମେଶ୍ୱରଙ୍କ ରାଜ୍ୟ ଗୋଟେ ବଡ ବଡ ଯୋଦ୍ଧା ହେବେ ସେମାନେ, ଏବଂ ଏଇ ଦେଶର ଗୋଟେ ଉତ୍ତମ ନାଗରିକ ହେଇକି ବଡ ବଡ କାମ କରିବେ। ପ୍ରଭୁ ଆପଣ ମାନଙ୍କୁ ମତେ ବହୁଳ ଭାବରେ ଏଇ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆସନ୍ତୁ ନିଜ ନିଜ ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। ହେ ପବିତ୍ର ପରମେଶ୍ୱର, ଧନ୍ୟବାଦ ଦଉଛି ବାପା ଏଇ ବାକ୍ୟ ନିମନ୍ତେ। ତୁମେ କଥା କହିଲ ପ୍ରଭୁ, ଏ ବାକ୍ୟ ତୁମ୍ଭର ଯୋଉ ସନ୍ତାନ ସନ୍ତତି ଆମ ସମସ୍ତଙ୍କୁ ଦେଇଛ ବାପା, ତୁମ ଉଦ୍ଦେଶ୍ୟରେ ସେମାନଙ୍କୁ ନିର୍ମାଣ କରିବ, ଏଥିପାଇଁ ତୁମେ ସାହାଯ୍ୟ କର। ସେମାନଙ୍କୁ ତୁମେ ଦେଇଛ, ଏହା ଜାଣି ତୁମ ଉଦ୍ଦେଶ୍ୟ ନିର୍ମାଣ କରିବୁ, ଏଥିପାଇଁ ଦୟା କର। ଏହି ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟ ନାମରେ ମାଗୁଛି, ଆମେନ୍ ଆମେନ୍। ପ୍ରଭୁ ସମସ୍ତଙ୍କୁ ବହୁଳ ଭାବରେ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେନ୍ ଆମେନ୍।